ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଆଜି ସୁନ୍ଦରଗଡ଼ରେ ସୁଭଦ୍ରା ଯୋଜନା ଟଙ୍କା ପ୍ରଦାନ କରିବେ ସିଏମ୍ ମୋହନ ଚରଣ ମାଝୀ। ପ୍ରଥମ କିସ୍ତିରେ ବାଦ୍ ପଡ଼ିଥିବା ମହିଳାଙ୍କୁ ମିଳିବ ଏହି ଟଙ୍କା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ପ୍ରଭାତୀ ପରିଡ଼ା ରହିବେ ଉପସ୍ଥିତ। ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଆଜି ମିଳିବ ସୁଭଦ୍ରା ଟଙ୍କା। ଆସିଲା ବଡ଼ ଖବର, ଅଙ୍ଗନବାଡ଼ି ମହିଳାଙ୍କୁ ମଧ୍ୟ ମିଳିବ ଏହି ସୁଭଦ୍ରା ଟଙ୍କା। ସୁଭଦ୍ରା ଯୋଜନାରେ ବାଦ୍ ପଡ଼ିଥିବା 25% ମହିଳାଙ୍କୁ ଟଙ୍କା ମିଳିବ। ନଭେମ୍ବର 24ରେ ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଭିନ୍ନ କାରଣରୁ ସୁଭଦ୍ରାରୁ ବାଦ୍ ପଡ଼ିଥିବା 2,67,000 ହିତାଧିକାରୀଙ୍କୁ ଆବେଦନ କରି ଆଉଥରେ ଯାଞ୍ଚ ସରିଛି। ଏଥିପାଇଁ ବିଡିଓ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯାଇଛି। ରିପୋର୍ଟ ଆସିବା ପରେ 25% ମହିଳାଙ୍କୁ ରବିବାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି। ଅବଶିଷ୍ଟ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି। ଯେଉଁମାନଙ୍କ ନାମରେ ଜମି ନାହିଁ ସେମାନେ ଧାନ ବିକିଛନ୍ତି। ଆଉଥରେ ଏହାର ଯାଞ୍ଚ ହେବ। ଆକାଉଣ୍ଟ ଏବଂ ଆଧାର ଲିଙ୍କରେ ସମସ୍ୟା ଥିବା ଯୋଗୁଁ 5 ଲକ୍ଷ ମିସ୍ କେସ୍ ସମସ୍ୟାର ସମାଧାନ ହୋଇପାରି ନାହିଁ। ସେମାନଙ୍କର ଆଧାର ଓ ଆକାଉଣ୍ଟ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଡିସେମ୍ବରରେ ଯୋଜନା ସାମିଲ ହୋଇପାରିବେ। ସରକାରୀ ହିତାଧିକାରୀଙ୍କୁ ଘର ଘର ଯାଇ ସଚେତନ କରିବା ପାଇଁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ସାମିଲ କରାଯାଇ ଏହି ପ୍ରକ୍ରିୟା ଜାରି ରହିବ। ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେ ନାହିଁ। ସମସ୍ତ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି।